ପହଣ୍ଡି ବିଜେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ପହଣ୍ଡି ବିଜେ ନୀତି। ଚତୁର୍ଦ୍ଧାମୂର୍ତ୍ତି ବଡ଼ ଦେଉଳରୁ ବାହାରିଲା ବେଳେ ଧାଡ଼ି ପହଣ୍ଡି ଓ ଭିତରକୁ ପଶିଲା ବେଳେ ଗୋଟି ପହଣ୍ଡିରେ ଆସନ୍ତି। ପହଣ୍ଡି ସମୟରେ ସାତ ପାହାଚରେ ଠାକୁରମାନଙ୍କ ମଥାରେ ଟାହିଆ ଲାଗି କରାଯାଇଥାଏ। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କର ପହଣ୍ଡି ହୁଏ। ଏହାପରେ ମଦନମୋହନ, ରାମକୃଷ୍ଣ ପହଣ୍ଡି ବିଜେ କରନ୍ତି। ଠାକୁରମାନଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ଲାଗି ଦଇତାପତିମାନେ ସେନାପଟା ଲାଗି କରିଥାନ୍ତି। ଅଧରର ସୁରକ୍ଷା ପାଇଁ ଅଧରଗଣ୍ଠି ମଧ୍ୟ ଦେବାର ବିଧି ରହିଛି। ଠାକୁରମାନଙ୍କୁ ପହଣ୍ଡି ସମୟରେ ଅଁଳା ପତ୍ର ପୁଷ୍ପାଞ୍ଜଳି ରୂପେ ଦିଆଯାଇଥାଏ। ପହଣ୍ଡି ସମୟରେ ବାଟ ପହଣ୍ଡି ଭୋଗର ବ୍ୟବସ୍ଥା ମଧ୍ୟ ରହିଥାଏ। ପହଣ୍ଡି ହୋଇ ଠାକୁରମାନେ ରଥର ଦ୍ୱାର ପାଖରେ ପହଞ୍ଚିଲେ ଟାହିଆ ଖୋଲି ଦିଆଯାଇଥାଏ। ମହାପ୍ରଭୁ ରଥରେ ବିଜେ କଲେ ଠାକୁରଙ୍କ ପେଟରେ ପାଟଡୋରି, ତଳେ ପେଟ ଚୁଲି ଓ ବେକରେ ମାଣ୍ଡି ଦିଆଯାଏ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।